ମା ଆମେ ଆଲୋଚନା କରୁଛନ୍ତି ମାତୃ ରଚନାବଳୀ ଭାଗ 10 ଜ୍ଞାନ 81 82 83 ପାରାଗ୍ରାଫ କିଛିଟା ଆଲୋଚନା କରିଥିଲେ ପୁଣି ତାपर ଆଜି ଆଲୋଚନା କରିବା। କାଲିର ଯୋଉ ଆଲୋଚନା ହେଇଥିଲା ତାର ଯଦି ଆମେ ଗୋଟେ ଦିଟା ଲାଇନରେ ଆମେ କଥା ହେବା ମା କହୁଛନ୍ତି ଯେ ସଦ୍ଗୁଣ ଆଉ ପରିପୂର୍ଣ୍ଣତା ଭିତରେ ଆମର ପାର୍ଥକ୍ୟ ବିଷୟରେ କଥା ହଉଥିଲେ। ସଦ୍ଗୁଣତା କଣ କରିଥାଏ? ପରିପୂର୍ଣ୍ଣତାର ପ୍ରାପ୍ତି ଦାବି କରିଥାଏ, କିନ୍ତୁ ସେ କଣ କରେ ଆମକୁ ସୀମାବଦ୍ଧ କରିଦିଏ ଏବଂ ପରିପୂର୍ଣ୍ଣତା କଣ କରେ ଆମକୁ ସାମଗ୍ରିକ ଭାବରେ ଆମକୁ ଅଧିକରୁ ଅଧିକ ପରିପୁଷ୍ଟ କରାଏ। ଏବଂ ସେତେବେଳେ କହିଲେ ଯେ ଆମେ ଜୀବନକୁ ଯେତେବେଳେ ଗ୍ରହଣ କରୁ ଗମ୍ଭୀର ଭାବରେ, ସେତେବେଳେ ଦିଟା ଧାରଣାର କଥା ଘଟେ ବା ଦିଟା ପ୍ରକାରରେ କ୍ରିୟା ଘଟେ। କହିଲେ କଣ ଦୁଇ ପ୍ରକାରର କ୍ରିୟା ଏଥିରେ ଅନ୍ତର୍ଭୁକ୍ତ ହୋଇ ରହିଥାଏ। ଏକରେ କଣ କହିଲେ, ଆମେ ଏମିତି କିଛି ବସ୍ତୁ ଉପରେ ସବୁ ଗୁରୁତ୍ୱ ଦଉ ଯୋଉଗୁଡା କିଛି ଗୁରୁତ୍ୱ ନଥାଏ। ଆଉ ଗୋଟେ କହିଲେ, ଏବଂ ଆମେ ଆଉ ଗୋଟେ କଣ କରୁ, ଆମ ଜୀବନରେ କେତେ ଗୁଡେ ନିର୍ଦ୍ଦିଷ୍ଟ ଗୁଣର ଆୟତନ ଭିତରେ ଆମ ନିଜକୁ ସଂକୁଚିତ କରି ରଖିଦଉ। ସେମାନଙ୍କୁ ଆମେ ସେଇଥିପାଇଁ ସେମାନେ କୁହନ୍ତି ଆମେ ନ୍ୟାୟ ନୀତିନିଷ୍ଠ ବ୍ୟକ୍ତି ବା ନୀତିବାନ ବ୍ୟକ୍ତି। ଏଇ ସବୁ ସେଇଭଳି ଭାବରେ ସେମାନେ କଣ କରନ୍ତି, ସଂକୁଚିତ କରିଦିଅନ୍ତି। ତାପରେ ଆମେ ଜୀବନର ପରିପୂର୍ଣ୍ଣତାର ଉପାୟ କ୍ଷେତ୍ରରେ ଆରମ୍ଭ କଲେ, ମା କହିଲେ ଯେ ଯେତେ ଅଧିକ ଉର୍ଦ୍ଧ୍ୱରୁ ଦେଖିବାକୁ ଆପଣ ସମର୍ଥ ହେବେ, ସେତେବେଳେ ଦେଖିବେ ଯେ ପ୍ରତ୍ୟେକ ବସ୍ତୁ ଯେପରି ଯଥା ସ୍ଥାନରେ ରହିଛି ତାକୁ ଆମକୁ ଦେଖିବାକୁ ପଡିବ। ତାକୁ ଦେଖିବାକୁ ଗଲାବେଳେ ଆପଣ କଣ କରିବେ, ତା ବିଷୟରେ ବା ସେଇ ଯୋଉ ବସ୍ତୁ ଯୋଉ ଘଟଣା ଯୋଉ ବ୍ୟକ୍ତି ଆପଣ ଦେଖୁଛନ୍ତି ତାର କେବଳ ଏଇ ବର୍ତ୍ତମାନର ଯେତିକି ଆବୃତ ହେଇ ରହିଛି ତାକୁ କେବଳ ଦେଖିଦେଲେ ହବ ନାହିଁ। ମାନେ ବର୍ତ୍ତମାନ ଘଟଣାର କେତେ ଗୁଡେ ଯୋଉ ଆପଣ କୁହନ୍ତୁ ତଥ୍ୟଗତ ଜ୍ଞାନ କୁହନ୍ତୁ, ତା ସହିତ ଅନୁଭୂତି ଯୁକ୍ତ ଜ୍ଞାନ କୁହନ୍ତୁ, ବର୍ତ୍ତମାନ ସମୟରେ ଯେତିକି ଦେଖା ଯାଉଛି ବାହାରକୁ ଦେଖାଯାଉଛି ଆଉ କିଛି ରିଭିଲ ହେଇନାହିଁ, ତାକୁ ଦେଖିକି ଭାବି ଦିଅନ୍ତୁ ନାହିଁ ଯେ ଆପଣ ପରିପୂର୍ଣ୍ଣ ଜ୍ଞାନ ହାସଲ କରିଦେଲେ ବୋଲି ବା ପରିପୂର୍ଣ୍ଣତା ପ୍ରାପ୍ତ ହେଇଗଲା ବୋଲି। ତାର ଅତୀତ, ତାର ବର୍ତ୍ତମାନର ସବୁ କିଛି ଏବଂ ତାର ଭବିଷ୍ୟତର ସବୁ କିଛି, ଇଏ ସବୁ ଯାକୁ ଏକ ସମଗ୍ର ଦୃଷ୍ଟିରେ ଯଦି ଦେଖିବାର ସାମର୍ଥ୍ୟ ଆମେ ପ୍ରାପ୍ତ କଲୁ, ସେତେବେଳେ ଆପଣ ଜାଣିବା ଯେ ଆମେ ପରିପୂର୍ଣ୍ଣତା ପ୍ରାପ୍ତି ଦିଗରେ ଆରମ୍ଭ ହେଇଗଲେଣି। ସେଥିପାଇଁ ସେତେବେଳେ ମା ଲେଖିଲେ ଯେ ଯୋଉଗୁଡାକ ଆମେ ନିନ୍ଦାର ଯୋଗ୍ୟ, ଗର୍ହିତ, ଖରାପ ବୋଲି ମନେ କରିଥାଉ, ସେତେବେଳେ ସେଇ ବ୍ୟକ୍ତି ଯିଏ ପରିପୂର୍ଣ୍ଣତା ଦିଗରେ ଯାଉଥାଏ ଗତି କରୁଥାଏ, ସେତେବେଳେ ତାକୁ ସେଇ ଯୋଉ ଗୁଡାକ ଅତି ଗର୍ହିତ ବା ଏଗୁଡା ଦେଖାଯାଉଥିଲା, ସିଏ ତାକୁ ଅନୁଭବ କରିପାରିବ, ଦେଖିପାରିବ, ଜାଣିପାରିବ ଯେ ଏଇ ଯୋଉ ଜୀବନ ଲୀଳାରେ କିପରି ପରମ ସର୍ବୋଚ୍ଚ ପରମ ସତ୍ତା ତା ଭିତରେ ଅପୂର୍ବ ହାସ୍ୟମୟ ତାକୁ ରଖିଛନ୍ତି, ତାକୁ ଜାଣିପାରିବ, ତାକୁ ବୁଝିପାରିବ, ତାକୁ ଅନୁଭବ କରିପାରିବ ଏବଂ ସିଏ ବ୍ୟକ୍ତି ଆନନ୍ଦରେ ବଞ୍ଚିବାରୁ ସେ ଘଟଣା ଗୁଡିକ ତାକୁ କେବେ ବଞ୍ଚିତ କରିପାରିବ ନାହିଁ।